ବାଘ ମାତିଛି ମଧ୍ୟଖଣ୍ଡରେ, ଅଞ୍ଚଳବାସୀ ଭୟଭୀତ। ଶୀର୍ଷକଟି ଶୁଣିଲେ ଯେ କେହି ଭୟଭୀତ ହେବ, ଏଥିରେ ସନ୍ଦେହ ନାହିଁ। ହଁ ଦର୍ଶକ ବନ୍ଧୁ, ଏଭଳି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମ ଓ ତାର ଆଖପାଖ ଅଞ୍ଚଳରେ 2 ଦିନ ହେଲା ବାଘ ମାତିଥିବା ଦେଖିବାକୁ ମିଳିଛି। ଗତ ଶୁକ୍ରବାର ରାତ୍ରିରେ ସ୍ଥାନୀୟ ଲୋକ ବାଘକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ତୁରନ୍ତ ଆସି ମଧ୍ୟଖଣ୍ଡର ଉଦୟପୁର ଓ କୁଆଁରିଆ ନଦୀ ତଥା ବିଭିନ୍ନ ବୁଦା ସ୍ଥାନକୁ ଗସ୍ତ କରିଛନ୍ତି। ବାଘର ପାଦଚିହ୍ନ ଠାବ କରିବା ପରେ ବନ ବିଭାଗ ଅଧିକାରୀ ସୁବଳୟା, ସୋରଡ଼ା, ଦ୍ୱାରଗାଁ, ଦିଣ୍ଡାଭୂଇଁ, ମଧ୍ୟଖଣ୍ଡ ଆଦି ଗ୍ରାମର ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଆଜି ମଧ୍ୟଖଣ୍ଡ ବନ ବିଭାଗର 6 ଜଣିଆ ଟିମ୍ ଆସି ତାର ତଦାରଖ କରିଛନ୍ତି। ତେବେ ବାଘର ପ୍ରକାର କ'ଣ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି। ଏ ସମ୍ପର୍କରେ ମଧ୍ୟଖଣ୍ଡ ଫରେଷ୍ଟରଙ୍କୁ ପଚାରିବାରୁ ଘଟଣା ସତ ବୋଲି ସେ ସ୍ୱୀକାର କରିଥିବା ବେଳେ ବାଘଟିକୁ ସେମାନେ ଘଉଡ଼ାଇ ଦେଇଥିବା ପ୍ରକାଶ କରିଛନ୍ତି। ବ୍ୟୁରୋ ରିପୋର୍ଟ, ମଣିଭଦ୍ରା ଖବର। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍, ଫେସବୁକ୍ ଏବଂ ପୋର୍ଟାଲରେ ତା'ର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ-ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର।